ଗୋଟିଏ ଘଞ୍ଚ ଜଙ୍ଗଲ। ସେଇ ଜଙ୍ଗଲରେ ପୋଖରୀଟିଏ ଥାଏ। ସେଠିକି ଜଙ୍ଗଲର ଅନେକ ପଶୁପକ୍ଷୀ ପାଣି ପିଇବାକୁ ଆସନ୍ତି। ଠିକ୍ ସେଇ ପୋଖରୀ କୂଳରେ ଥିବା ଗୋଟିଏ ଗଛ ପାଖରେ ରହୁଥାଏ ଗୋଟିଏ ବିଲୁଆ। ସେ ଭାରି ଅଳସୁଆ। ସବୁଦିନ ସେ ଜଙ୍ଗଲ ଭିତରକୁ ଯାଏ, ହେଲେ ନିଜେ ଶିକାର କରିବା ବଦଳରେ ଅନ୍ୟ ଜୀବଜନ୍ତୁ ଶିକାର କରି ଛାଡ଼ି ଯାଇଥିବା ପଚା ମାଉଁସକୁ ଖାଇ ପୁଣି ଘରକୁ ଫେରିଆସେ। ଆଉ ଘରକୁ ଆସି ପୋଖରୀରୁ ପାଣି ପିଇ ଅଚିନ୍ତା ନିଦରେ ଶୋଇଯାଏ। ଏମିତି ବିଲୁଆ ବିନା ପରିଶ୍ରମରେ ଚଳିଯାଏ। ଦିନେ ସେ ଗଛ ପାଖରେ ଥାଇ ଭାବିଲା, ଏଠିକି ଏତେ ଜୀବଜନ୍ତୁ ପାଣି ପିଇବାକୁ ଆସୁଛନ୍ତି, ହେଲେ ସେ ବାଘଟା କାହିଁକି ଆସୁନି କେଜାଣି? ଏଠିକି ବାଘ ଯଦି ଆସନ୍ତା ଭାରି ଭଲ ହୁଅନ୍ତା। ଏ ଡଉଲ ଡାଉଲ ହରିଣ ଆଉ ଠେକୁଆଙ୍କୁ ଦେଖି ଯେମିତି ହେଲେ ମାରି ଖାଆନ୍ତା। ବିଲୁଆ ଏମିତି ଭାବିବାର କାରଣ ହେଉଛି ଯେ ଯଦି ବାଘ ସେମାନଙ୍କୁ ମାରି ଖାଏ, ତାହେଲେ ଶେଷକୁ ତା ପାଇଁ ବି କିଛି ତାଜା ମାଂସ ଛାଡ଼ିକି ଯାଆନ୍ତା। ଆଉ ସେଇ ଛାଡ଼ଛୁଡ଼ା ମାଉଁସରେ ସେ ତା ପେଟ ପୂଜା କରନ୍ତା। ତାକୁ ଆଉ ଜଙ୍ଗଲ ଭିତରକୁ ଯିବାକୁ ପଡ଼ନ୍ତାନି। ସେଇଠି ଖାଇ ସେଇଠି ଶୁଅନ୍ତା। ଏଇ ଆଶାରେ ବିଲୁଆ ସେଠି ଅନେକ ଦିନ ଧରି ବାଘକୁ ଅନେଇ ରହିଲା, ହେଲେ ବାଘର ଦେଖା ଦର୍ଶନ ମିଳିଲାନି। ଶେଷରେ ବିଲୁଆ ବାଘକୁ ନିମନ୍ତ୍ରଣ କରିବାକୁ ଜଙ୍ଗଲ ଭିତରକୁ ଗଲା। ବିଲୁଆ ଗୁମ୍ଫା ଭିତରକୁ ଯାଇ ବାଘକୁ ମୁଣ୍ଡିଆଟିଏ ମାରିଲା। କିରେ ବିଲୁଆ, ତୁ ଆଜି ଇଆଡେ କୁଆଡେ? ମହାରାଜ, ମୁଁ ଆପଣଙ୍କୁ ଗୋଟେ ଖୁସି ଖବର ଦେବାକୁ ଆସିଛି। ଯଦି ଆପଣ ଆଜ୍ଞା ଦେବେ ତାହେଲେ ଯାଇ କହିବି। ଖୁସି ଖବର? ହଁ ମହାରାଜ। ହଉ କହ, କଣ ଖୁସି ଖବର ଆଣିଛୁ କହ? ମହାରାଜ, ଆପଣ ବୋଧେ ଜାଣିନାହାନ୍ତି, ଏଇ ଜଙ୍ଗଲର ପୂର୍ବ ପଟରେ ଗୋଟେ ପୋଖରୀ ଅଛି। ସେଠିକି ସବୁଦିନ ବହୁତ ଜୀବଜନ୍ତୁ ପାଣି ପିଇବାକୁ ଆସୁଛନ୍ତି। ଯଦି ଆପଣ ସେଠିକି ଯାଆନ୍ତି, କେଇଟା ଦିନରେ ପୁରା ନାଲି ପଡିଯିବେ। ଆପଣଙ୍କୁ ଆଉ ଇଆଡେ ସିଆଡେ ଯିବାକୁ ପଡନ୍ତାନି। ବିଲୁଆ ପାଖରୁ ଏକଥା ଶୁଣି ବାଘ ମନ ଖୁସ। ସେ ବିଲୁଆକୁ କହିଲା, ଠିକ ଅଛି, ତାହେଲେ ତୁ ମତେ ସେ ପୋଖରୀ ପାଖକୁ ନେଇ ଚାଲ। ହଉ ମହାରାଜ, ଚାଲନ୍ତୁ ଚାଲନ୍ତୁ। ତାପରେ ବିଲୁଆ ଓ ବାଘ ଦୁହେଁ ସେ ପୋଖରୀ ପାଖରେ ଆସି ପହଞ୍ଚିଲେ। ବାଘ ଗୋଟେ ଗଛ ଉଆଡ଼ରେ ଲୁଚି ରହିଲା। ଆଉ ଯେମିତି ଗୋଟେ ଠେକୁଆ ପାଣି ପିଇବାକୁ ଆସି ପହଞ୍ଚିଛି, ବାଘ ଚଟକି ତାକୁ ମାଡ଼ି ବସିଲା। ଠେକୁଆକୁ ମାରି ପ୍ରଥମେ ବାଘ ତା ପେଟ ପୂଜା କଲା, ଆଉ ତାପରେ ବିଲୁଆ। ଠିକ୍ ସେଇଦିନଠୁ ବାଘ ଗଛ ଉଆଡ଼ରେ ଲୁଚି ରହେ। ନିଜ ପସନ୍ଦର ଶିକାର ଆସିଲେ ସେ ତାକୁ ମାରି ଖାଏ। ଆଉ ବାଘ ଖିଆ ସରିବା ପରେ ଯାହା କିଛି ବଳି ପଡ଼େ, ତାକୁ ବିଲୁଆ ମନ ଖୁସିରେ ଖାଏ। ଏମିତି କିଛି ଦିନ ଚାଲିଲା। ଅନେକ ଜୀବଜନ୍ତୁ ସେ ପୋଖରୀକୁ ପାଣି ପିଇବାକୁ ଆସି ବାଘର ଶିକାର ହେଲେ। ଧୀରେ ଧୀରେ ଏ କଥା ଜଙ୍ଗଲ ସାରା ବ୍ୟାପିଗଲା। ଫଳରେ ଆଉ କେହି ଜୀବଜନ୍ତୁ ସେ ପୋଖରୀକୁ ପାଣି ପିଇବାକୁ ଆସିଲେନି। ଏପଟେ ବାଘ ସବୁଦିନ ଆସେ, ଗଛ ପାଖରେ ଛକି ବସେ, ହେଲେ କେହି ଜୀବଜନ୍ତୁ ଆସନ୍ତି ନାହିଁ। ଶେଷରେ ଭୋକ ଉପାସରେ ସଞ୍ଜକୁ ଘରକୁ ଫେରେ। ଏମିତି 2-4 ଦିନ ଚାଲିଲା। ଦିନେ ବାଘ ସଞ୍ଜ ପର୍ଯ୍ୟନ୍ତ ଅପେକ୍ଷା କଲା, ହେଲେ ସେଦିନ ବି କେହି ଆସିଲେନି। ଶେଷରେ ବାଘ ଭୋକ ବିକଳରେ ସେଇ ବିଲୁଆକୁ ମାରି ତା ଭୋକ ମେଣ୍ଟେଇଲା। ଅତି ସୁବିଧାବାଦୀ ବିଲୁଆ ଦିନେ ନିଜ ଗାତରେ ନିଜେ ପଡ଼ି ମଲା।
ତେଣୁ ପିଲାମାନେ କେବଳ ନିଜ ସୁବିଧା ପାଇଁ ଶତ୍ରୁ ସହ ଗୁପ୍ତରେ ହାତ ମିଳେଇବା ବେଳେବେଳେ ଭାରି ମହଙ୍ଗା ପଡ଼େ।